80 ଦଶକର ଦୂରଦର୍ଶନ ଓ ଆକାଶବାଣୀ ରେଡ଼ିଓର ଉପସ୍ଥାପିକା ତଥା ବିଶିଷ୍ଟ ଲେଖିକା ଶୈଳବାଳା ମହାପାତ୍ର ଆମ ଗହଣରେ ଆଉ ନାହାନ୍ତି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଶୈଳବାଳାଙ୍କର 82 ବର୍ଷ ବୟସରେ ସ୍ୱାଭାବିକ ଦେହାନ୍ତ ହୋଇଛି। ତାଙ୍କର ଏକାଦଶାହ ଅବସରରେ କଟକ YMCA ହଲ୍ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ତାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କର ଏକାଦଶାହ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ପୁସ୍ତକ ବିଦାୟ ମୌସୁମୀର ଶୁଭ ଉନ୍ମୋଚନ ହୋଇଥିଲା। ପୁଣ୍ୟାତ୍ମା ଶୈଳବାଳା ମହାପାତ୍ର ଥିଲେ ଏକାଧାରାରେ ଜଣେ ଲେଖିକା, ଶିଶୁ ସାହିତ୍ୟିକା, ଗବେଷିକା ମଧ୍ୟ। 80 ଦଶକରେ ଦୂରଦର୍ଶନ ସମେତ ଆକାଶବାଣୀ ରେଡ଼ିଓର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ କାର୍ଯ୍ୟ କରିବା ସହ ଶିଶୁ, କିଶୋର ଓ ମହିଳାମାନଙ୍କ ଲାଗି ଅନେକ କାର୍ଯ୍ୟକ୍ରମ କରି ବେଶ୍ ପ୍ରଶଂସା ସାଉଁଟିଥିଲେ। ତାଙ୍କର ଲିଖିତ ଅନେକ ଗୁଡ଼ିଏ ପୁସ୍ତକ ସମାଜ ପାଇଁ ଦିଗ୍ଦର୍ଶକ ସଦୃଶ୍ୟ। ଓଡ଼ିଆ ସାହିତ୍ୟ ଜଗତର ବରେଣ୍ୟ ଶିଶୁ ସାହିତ୍ୟିକ ତଥା ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନାର ରଚୟିତା ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କର ସେ ଥିଲେ ମଧ୍ୟମା କନ୍ୟା। ସବୁ ଭାଇ ଭଉଣୀମାନଙ୍କ ମଧ୍ୟରେ ସେ ଥିଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ବାପାଙ୍କର ସାହିତ୍ୟ ରଚନାର କଳା କୌଶଳକୁ ସେ ନିପୁଣତାର ସହ ଆଉ 2 ପାଦ ଆଗେଇ ନେବାରେ ସକ୍ଷମ ହୋଇଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ଥିଲେ ସ୍ୱାବଲମ୍ବୀ ଓ ଖୁବ୍ ସ୍ୱାଭିମାନୀ। ନିଜ କାର୍ଯ୍ୟ ନିଜେ କରିବା ସହିତ କେବେ ବି ପରିବାରବର୍ଗଙ୍କ ଉପରେ ବା ଅନ୍ୟ କାହାରି ଉପରେ ବୋଝ ହୋଇନାହାନ୍ତି ସେ। ଏପରିକି ତାଙ୍କର ପ୍ରତ୍ୟେକଟି ସାମଗ୍ରୀକୁ ନିଜ ହାତ ଲେଖା ଟ୍ୟାଗ୍ଟିଏ ଲଗାଇ ଯତ୍ନର ସହକାରେ ସାଇତି ରଖିଥିବା ଦେଖିବାକୁ ମିଳିଛି। ଏଭଳି ଜଣେ ଆଦର୍ଶମୟୀ, ସ୍ନେହଶୀଳା ଓ ପର ଉପକାରୀ ମହିୟସୀ ମହିଳାଙ୍କ ଆବର୍ତ୍ତମାନ ନିଶ୍ଚିନ୍ତ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି।